ଜୟ ଜଗନ୍ନାଥ ସାଙ୍ଗମାନେ ଆଉ ଅଭିକା ଯାଉଛି ଟିକେ ବଜାର ତରକାରୀ ଟିକେ ନେଇକି ଆସିବି ଶିବାନୀ ସୁଜି ଉପମା କରିବ ଖାଇବା ଆଉ ଚାଲନ୍ତୁ ଯିବା ସେ ଝିଅକୁ ଧରିକି ଆସିବି ସାଙ୍ଗରେ ତା ସାଙ୍ଗରେ ତରକାରୀ ଏମିତି ଗୋଟେ ନେଇ ପଳେଇ ଆସିବି ଆଉ ଚାଲନ୍ତୁ ଯିବା ଆସିଲେ ଖାଇସାରି କାମ କରିବା ଆଉ ପୁଅ ଶୋଇଛି ଶିବାନୀ ଉଠି ସାରିଲାଣି ଯେ ପୁଅ ଶୋଇଛି ବୋଲି ସେ ଅଛି ଭିତରେ ଉଠିକି କରିବ ମୁଁ ଯାଉଛି ସେତିକି ଭିତରେ ତରକାରୀ ନେଇ ପଳେଇ ଆସେ ଆସି ପହଞ୍ଚିଲି ତରକାରୀ ଟିକେ ନେଇ ପଳେଇବା ଆଉ ଯିବା ସେ ଝିଅକୁ ନେଇକି ଆସି ବଜାର ପୁରା ଫାଙ୍କା ଅଛି ଅଗଷ୍ଟ 15 ବୋଲି ହଉ ମୋତେ ତରକାରୀ 10 ଟଙ୍କା ଦେଇଦେଲ ଭଲସେ ଟିକେ ପ୍ୟାକିଂ କରିଦେବ ସ୍କୁଲ ପିଲା ଆଉଛନ୍ତି ସଫା ସଫା ସ୍କୁଲ ଚାଲନ୍ତୁ ଯିବା ତରକାରୀ ନେଇଗଲି ଝିଅକୁ ଜଲ୍ଦି ନେଇ ଆସିବା ଆଣିକି ଖାଇଦେବା ତାପରେ ଯିବା ସେମାନେ କରିଦେଇଥିବ ଯିବା ଖାଇଦେଇ ତାର କାମ ଲାଗିଯିବ ଆଉ ଚାଲନ୍ତୁ ଯିବା ଏବେ ଆଜି ଅଗଷ୍ଟ 15 ବୋଲି ସବୁ ଫାଙ୍କା ଫାଙ୍କା ଲାଗୁଛି ରାସ୍ତାଘାଟ ସବୁ ଫାଙ୍କା ଚାଲନ୍ତୁ ଯିବା ଫଟାଫଟ ଧରିକି ପଳେଇ ଆସିବା ଦହିରେ ପାଣି ପଡ଼ିଗଲାଣି ସେ ଝିଅକୁ ଆଜି ମୁଁ ଆଗ ଡାକି ଦେଇଥିଲି ଆସିକି ବସିଥିଲା ମୁଁ ଆଇଲା ବେଳକୁ ସେ ଆସିକି ବସିଛି ଏବେ ଆଉଛି ମୁଁ ସକାଳୁ ତରକାରୀ ଧରିକି ଆଇଲି ସୁଜି ଉପମା କରି ମୁଁ ଖାଇବି ଦେଖିଲା ବେଳକୁ ସୁଜି ନାହିଁ କିଛି ନାହିଁ ଏଠି କ'ଣ କରୁଛୁ କ'ଣ ପୁଣି କାଲି ତ ଏମିତି କହିଲି ଆଳୁ ନାହିଁ ପିଆଜ କେତେ ଦିଟା ଅଛି ନାହିଁ ତମେ ତ ଦେଖିଲ ସବୁ ବସିକି ମୋବାଇଲରେ ଦେଖିଲ କହୁଛ ତମେ ତ ଦେଖୁଛ ମିଟି କରିକି ସବୁ ଦେଖୁଛ ଦେଖିକି କିଛି ଆଣୁନ ଦେଖି ପଇସା 5,000 ବାକିଲାଣି ଆଣିବାକୁ ନିଜକୁ ଖରାପ ଲାଗୁଛି କାଲି ତମକୁ ପାର୍ଟି କରୁଛି ନା ତାକୁ କହିବ ପଇସା କହିଲି ବା ସେ କହିଲା ମୁଁ ଏ ମାସ ଦେଇପାରିବିନି ଆଉ ତୁ ଯାହା ନେବ ଆଡ଼ଭାନ୍ସ ନେବା କଥା ନେ ନହେଲେ ଆର ମାସକୁ ନେବୁ ମୋର ତ ନାହିଁ ଟୋଟାଲ ପଇସା ସେ କହିଲା ବା ତା ବଡ଼ ଭାଇ ସହିତ କଥା ହେଉଥିଲା ଦୁଇ ଜଣ ବସିକି ଏବେ କାଲି ଯୋଉ ଯାଇଥିଲ ପଇସା ତ ନାହିଁ ଗଲା ହଁ ମନା କଲା ମିକୁର ଦୁଇଟା ତରକାରୀ ଫାଟିଗଲା ତରକାରୀ ଫାଟିଗଲା ଧୋଇଲୁ ବୋଇଲାନି ଯେ ଗୋଟେ ମିକୁର ଦୁଇଟା ଇଟିଲି ଆଣି ମିକୁକୁ କହିଦେବୁ ତରକାରୀ ଆମର ରଖିବୁ ଲାଷ୍ଟକୁ କ'ଣ ଏଇଟା କରୁଛୁ କ'ଣ ସିମେଇ ସିଏ ନା ସିମେଇ କରୁଛି ମୁଁ ଯାଉଛି ମା ଚାଉମିନଟା କାଢ଼ିଦେଇକି ଆସିଲେ ହେଇଯାଇଥିବ ସେ ଖାଇବି ଆଉ ଇଟିଲି କିଏ ଖାଇବ ହଁ ସେଟା କ'ଣ ଯିବେ ହଁ ଗୁଜୁରାତି ଟିକେ ବନ୍ଦ କର ଗୁଜୁରାତି ମା ମାଲ କାଢ଼ିକି ଆସେ କାଢ଼ିଦେଇ ଆସେ ଆଗର ଚାଉମିନଟା କାଢ଼ିଦେଇ ଆସେ ଶୁଖିଯିବ ନା କାହିଁକିନା ଅଧିକ ସମୟ ରହିଲେ ନଷ୍ଟ ହେଇଯିବ ସବୁ ଚିନି ଫିନି ପକେଇ ରେଡ଼ି କଲାନି ସିମେଇ ମୁଁ କାମ ସାରିକି ଆସିକି ଖାଇବି ଆଉ ବିଛଣା ବି ଗୋଟା ହେଇନି ବିଛଣା ପଡ଼ିଛି ସବୁ ଆଦା ମନ ଚାହୁଁଛନ୍ତି ମନ ଇଚ୍ଛା ରୋଷେଇ କରୁଛନ୍ତି ଖାଉଛନ୍ତି ଶୋଉଛନ୍ତି ଆଉ କିଛି କାମ ନାହିଁ ମାନେ ଘର ଚାଲନ୍ତୁ ଯିବା କାମ ସାରି ଦେଇକି ଆସିକି ଖାଇଦେବା ଆଉ ପଇସା ଦେଇନି ବୋଲି ଏ ମାସର ସିଏ ରାଗି ପଞ୍ଚମ ହେଇଲାନି ତା ଆଉ ଦେଖୁଛି ପଳେଇବା ଆଉ 10-15 ଦିନ ରହିକି ଗାଁରୁ ଆସିବା ପଇସା ଦେଉନି ତାର ଦେବ ପଇସା ଆପେ ଆପେ ପଇସା ନାହିଁ ତାଙ୍କ ପାଖରେ ବୋଧେ ସେ ଦେଉନି ଆଉ ସିଏ ହେଇଟା କଥା କିଏ ବୁଝିବ ମାଲିକ ମାନେ ଯୋଉ ସବୁ ଏତେ କମ୍ପାନୀ ଯୋଉ କରିଛନ୍ତି ହେଇ କଥା ଏଇଟା ସିଏ ବୁଝିବେ ନା ଯିଏ କାମ କରୁଛି ସିଏ ବୁଝିବ ଅଜବ କଥା ତମେ ଭାରି ମାଲିକ ସପୋର୍ଟରେ ହଉଛ ବୁଝିଲ ସିଏ କମ୍ପାନୀ କରିଛି ସିଏ ବୁଝିବ ତୁ କାହିଁ ପାଟି କରୁଛୁ ସେ ଯିଏ ଶୁଣୁଛି ଶୁଣୁ ଶିବାନୀ କହୁଛି ମିକୁ ପାଟି କରୁଛି କାହିଁ ଥାଉ ପାଟି କରନି ଭଲ ନୁହଁ କମ୍ପାନୀ କରିଛି ସିଏ ବୁଝିବ କେମିତି ପଇସା ଆଣିବ କ'ଣ କରିବ ମୋର ଏତିକି ପିଲା ଅଛନ୍ତି କି 5ଟା ଥାଆନ୍ତୁ କି 15ଟା ଥାଆନ୍ତୁ ମୁଁ କେମିତି ପଇସା ପତ୍ର ଦେବି ସିଏ ନିଜେ ଯୋଗାଡ଼ କରେ ଯିଏ ଗୋଟେ ସଂସ୍ଥା କରିଛି ସିଏ ନିଜେ ସିଏ ତାର କେମିତି କ'ଣ କରିବ ସେ ପିଲା ଦରମା ଦେବ ସିଏ ତାର ବୁଝିବ ଆଉ ତା ବୋଲି ଆମେ ହଇରାଣ ହବ ନା କ'ଣ ମ
ଅଶୀ ବେଶୀ ଗୋଟେ ଦେଖେଇ ହଉଛି ଏଠି ଗୋଟେ ପଇସା ପତ୍ର ଦଉନି କିଛି ନାହିଁ ଟିକେ ହଇରାଣ କରୁଛି ଏଠି ଗୋଟେ ହେଇଗଲା ନା ନହେଲେ ଆଉ ଟାଇମ୍ ଲାଗିବ ନା ହେଇଗଲାଣି তুমি ଯାଉଛି ତାହେଲେ ମାଲା କାଢ଼ି ଆସେ ତ କାଢ଼ି ଆସେ ସୁଜି ନା କ'ଣ ଏଇ ସୁଜି ଭଳିଆ ଦେଖା ନା ସୁଜି ନ ଉପମା ଏଇ ଯୋଉ ଏ ସିମେ ବା ଫୁଟୁଛି ଦେଖାଉଛି ଏମିତି ହଁ ହଉ ଫୁଟୁ ତ ମୁଁ ମୋ ଚା ଯାଉଛି କାଢ଼ିଦେଇ ପଳେଇ ଆସେ ତୁ ଥା ମୁଁ ଚାଉମିନ କାଢ଼ି ଶିବାନ ସକାଳ ମୁଣ୍ଡ ଟିଣ ପଇସା ପାଇଁ ଆଜି ପଇସା ତ ଦେଉନାହାନ୍ତି ବାଲି ତା ମୁଣ୍ଡ ଗରମ ଚାଲନ୍ତୁ ଯିବା ମାଲିକ ନାହାନ୍ତି ତାଙ୍କର ଡ୍ୟୁଟି ପଡ଼ିଛି ସକାଳ ଡ୍ୟୁଟି ସକାଳୁ ପଳେଇଛନ୍ତି ଡ୍ୟୁଟି ନାହାନ୍ତି ଆସିଲେ କହିବା ପଇସା ଥାଉ ମୋବାଇଲ ଏବେ ଯାଉଛି ଚାଉମିନ କାଢ଼ିଦେଇ ଯିବି ଖାଇବା ଆସିଗଲା ସେ ତରକାରୀ ଦେଖି ଖୁସି ହଁ ଏମିତି କାହିଁକି ହଉଛି ମୁଁ ପାଗଳ ହେଇଗଲି ମୋର ସିମେଇ ତରକାରୀ ଆଣିଥିଲି ମୁଁ ଖାଇବି ତାର ଆମ ପୁଅ ପାଇଁ ଇଟିଲି ଆଣିଥିଲି ଇଟିଲି ତାର ଖାଇବ ଇଟିଲି ଖାଇଦେ ବର୍ଷାଟା ପକେଇଲା ଯିବ ସେ ଟିକେ ଦୁଷ୍ଟ ହବ ତାପରେ ଖାଇବା ଆଉ ଇଟିଲି ବାବା ତରକାରୀ ଗୋଡ଼େଇ ଇଟିଲି ଖାଉଛି ତୁ ବ୍ରସ୍ କର ନା ଆଉ ଇଏ ତାର ବ୍ରସ୍ କର ନାହିଁ ଉଠିକି ତ ତା କାମ ଲାଗୁଛି ହଁ ମୁଁ ଖାଇଦେଇକି ଯାଏ ସେ ତାର ବ୍ରସ୍ କରି ଖାଇ ବସିବାନି ଆମର ଆଉ ଖାଇଦେ ଜଲ୍ଦି ଜଲ୍ଦି ଖାଇଦେ ଘାଟିଲେ ଧନ ବାଡ଼େଇ ପକେଇବି ଖା ଚୁପଚାପ ଘାଟିଲେ ମାଡ଼ ଖା କେତେ ରଙ୍ଗ ହନା ଖା ପ୍ରପର ଆକ୍ସନ୍ ସବୁ ବୁଡ଼େଇ ବୁଡ଼େଇ ଖା ତରକାରୀରେ ହଁ ହାତରେ ଖାଇଦେ ସୁନା ପିଲା ସବୁ ଖାଇଦେ ତୁ ଆଜି ଆଏ ମିକୁଲୁ ତୁ କାହିଁ ସ୍କୁଲ ଯିବୁନି ହଁ ଆଜି ଅଗଷ୍ଟ 15 ଯାଇଥାନ୍ତି ସ୍କୁଲ ଖାଇଦେ ବୁଡ଼େଇ ଖା ଏଇଠି ତରକାରୀ ଖା ବୁଡ଼େଇ ଖା ହଁ ଖା ବୁଡ଼େଇ ଖା ବର୍ଷା ଜୋର ପକେଇଲା ସିଏ ଖାଇବ ତୁ ହାତ ମାରନା ସେ ବୁଡ଼େଇ ରଖରା ଖାଇଦେ ସେ ଖାଇବନି ତା ବାହାନା ବସିଛି ଖାଇବନି ବିଜୁଳି ମାଛ ହଁ ବିଜୁଳି ମାଛ ଖାଇଦେ ଜଲ୍ଦି ନ ଖାଇଲେ ଏମିତି ଡରାଯାଏ ଦେଖ ଆମର ଭାଇଆ ମୋ ପାଖରେ ଆସି ବସି ଯାଉଛି ଖାଇବନି ବୋଲି ତୁ ଯା ସେପଟେ ଖାଇବୁ ଯା ମୁଁ ଯିବି ଖାଇଦେଇ କାମକୁ ଯିବା କାମ କରିବି ଯା ଭାଇ ଅଛି ଯା ପୁକା ଆସିନଥିଲା ସେଇ ପୁକା ଆଇଥିଲେ ତୁ ଆଣିବୁ ତାକୁ ଖାଇଦେବି ଟିକେ ଭିଡ଼ିକି ଦିଅ ଟିକେ ଏଠିକି ମୋ ହାତ ପାଉନି କୁକୁଲୁ ଦିଅ ଟିକେ ଭିଡ଼ିକି ଉପରୁ ଖାଇଦେଇକି ଆସିଲା ବେଳକୁ ତଳକୁ କାମ କରିବାକୁ ଆସିଥିଲେ କମ୍ପାନୀ ପୁର୍ଣ୍ଣି ବିଲେଇ ଦୁଇଟା ତିନିଟା ଥିଲେ ଗୋଟେ ମରିଯାଇଛି ଆଉ ଦୁଇଟା ସେପଟେ ଥିଲେ ଏବେ ସେଇଠି ଶୋଉଛନ୍ତି ବସିଥିଲା ଆଉ କମ୍ପାନୀ ଜଗିଛନ୍ତି ସେ ଥାଆନ୍ତୁ ମୁଁ ଯାଉଛି କାମ କରିବା ଉଠେଇଛି ତଥାପି ଯାଉଛି କାଠ ଆଣିବାକୁ ଯାଉଛି କାଠ ନେଇକି ପଳେଇ ଆସିବି ଜଲ୍ଦି ଆଉ ଆଣିବାକୁ ଯାଉଛି ଦେଖନ୍ତୁ ଟ୍ରାଫିକ୍ ପଡ଼ିଲା ଯିଏ ଯୁଆଡ଼େ ପାଉଛି ପୁରା ଜାମ୍ ବସାଇଲେଣି ବା ଯୁଆଡ଼େ ପାଉଛି ସେଇ ଯୁଆଡ଼େ ପୁରେଇ ଦେଉଛନ୍ତି ଗାଡ଼ି ଟ୍ରାଫିକ୍ ଖୋଲିଲା ଗାଡ଼ି ଗୁଡ଼ା ଯାଉଛି ଗଲେ ଛପ ଛାଡ଼ିକି ପାଖାପାଖି ହେଇଲେଣି କାଠ ଗୁଲା ପାଖାପାଖି ଯିବା କାଠ କରିକି ଆସିବା କଦଳୀ ଫଦଳୀ ବିକା ହେଉଛି ଆଜି ପ୍ରଭୁଙ୍କ ଜନ୍ମ ଅଷ୍ଟମୀ ପ୍ରଭୁଙ୍କ ଜନ୍ମ ହେଇଥିଲା ଆଜି କାଠ ଗୁଲା ପାଖାପାଖି ପହଞ୍ଚିଗଲେ କାଠ ଗୁଲା ମାନେ ଗାଡ଼ି ବାଉଁଶ ଗାଡ଼ି ଲାଗିଛି ଗୋଟେ ବାଉଁଶ କରା ହେବ ପରେ ତାଙ୍କ କାଟନ୍ତୁ ମୁଁ ମୋର ନିଜେ ଲୋଡ଼୍ କରିକି ନେଇକି ପଳେଇବି
ଲାଇଟ୍ ଲାଗି ଲାଇଟ୍ ମାରିକି ଗାଡ଼ି ଗୁଡ଼ା ଆଉଛି ସବୁ ଛାଡ଼ି ଛାଡ଼ି ଆଇଛନ୍ତି। ଛିଡ଼ା ହେଇଛନ୍ତି ମଉସା କାହିଁ କାଠ କେଉଁଠି ଯା ଅଛି ନେବା ଆଉ କାଠ ଛିଡ଼ା ହେଉଛି ସେ ମୋର ଲୁନାରେ କାଠ ଲୋଡ଼ ହେଇ ରହିଗଲା ସରିଲା ମୋର କାଠ ଲୋଡ଼ ଏବେ ଯାଉଛି ପାଣି ପିଇବାକୁ ଟିକେ ପାଣି ପିଇ ଦେଇକି ତାପରେ ବାହାରିବି ଏଠୁ ଆଉ ସିଧା କମ୍ପାନୀକି ଯିବି ଆଉ ପାଣି ନଳ ଲାଗିଛି ଆମର ଟ୍ୟାପ୍ଟା ଲଗେଇଛନ୍ତି ଥଣ୍ଡା ପାଣି କିନ୍ତୁ ହେଉଛି ଆମର ପୁରା ଥଣ୍ଡା ପାଣି ଆସୁଛି ଆଜି ଆଉ କିଛି କାମ ନାହିଁ ଆଜି ଜନ୍ମାଷ୍ଟମୀଟା ବି ଅଗଷ୍ଟ 29 ଦୁଇ ପ୍ରକାର ଆଜି ଆଉ କାମ କାଲି ହେଇଥିଲା ଆଜି କାମ ହେଇନି କାଲି ପ୍ୟାକିଂ ଥିଲା ସେତିକି ମାଲ ବୁଝାବୁଝି କରିଦେଇକି ମୁଁ ପଳେଇ ଆଲି ମୋର କାଠ ନେବାକୁ ସେ ଝିଅ ତ ଯାଇଛି ଖାଇବାକୁ ଖାଇସାରିଛି ତା ବସା ବସା କରିଦେବ ମୁଁ ଅନେକ କାଠ ପକେଇ ଦେଇକି ଯାଇକି ଆଜି ଟିକେ ମାନେ ଭଲ ମନଟା ଭଲ ଲାଗୁନି ଗଲେ ଟିକେ ବସ ରେଷ୍ଟ ନେବି ଆଉ କାମ ବି ଆଜି ନାହିଁ ବିଶେଷ କିଛି ବି କାମ ନାହିଁ ଆଉ ଶୋଇଲା ଟିକେ କାଠ ଗୁଡ଼ାକୁ ହେଇଛି କାଠ ସବୁ ଚିରା ହେଇକି ରଖାହେଇଛି ଏଇଟା କାଠ ଚିରା ଯିବ ଛୋଟ କାଠ ହେବ ଚିରିକି ଯେଉଁମାନେ ଧର ଚୁଲିରେ ରୋଷେଇ କରିକି ଖାଉଛନ୍ତି ସେ କାଠ ଏଠି କଟକ ସହରରେ କିଣିପାରିବେନି କାହିଁକିନା ଏ କାଠ କୁଇଣ୍ଟାଲ 50 କିଲୋ କାଠ ଦେଖିକି ତାର ରେଟ୍ ସବୁ ଅଛି ପୁରା 1200 ଟଙ୍କା ଗୋଟେ 1000 ମୁଁ ଯେଉଁଟା ନେଉଛି ସେଇଟା କାଠ ଗୁଡ଼ା 1000 ଟଙ୍କା କୁଇଣ୍ଟାଲ ମୁଁ ନେଉଛି 50 କିଲୋ 500 ଟଙ୍କା ଦେଇକି ନେଇକି ଗଲି କାଠ ଆଉ ମୋର କାଠ ଲୋଡ଼ ସରିଛି ଲୁନା ଦେଖିବା ତ କାଠ ଲୋଡ଼ ହେଇଯାଇଛି ପାଣି ଫାଣି ପିଇ ସାରିଲିନି ଏବେ ଯିବା ଆଉ ଚାଲ ଯିବା ବୁଲାବୁଲି କର ମଉସା ସେଠି ବାଉଁଶ ଲୋଡ଼ କରୁଛନ୍ତି ଟଲିରେ ସେ ବାଉଁଶ ତାଟି ଯେଉଁ କୁହନ୍ତି ବାଉଁଶରେ ତିଆରି ହେଇଛି ସେଗୁଡ଼ାକ ନେଉଛନ୍ତି ମଉସା ତାଙ୍କର ମୋର ପଇସା ତ ଦେଇକି କ୍ଲିୟର କରିଦେଇଛି ଆଉ ନାହିଁ କିଛି ମୁଁ ଆଉ ଚାଲିଲି ଆଉ ମୋର କାଠ ଲୋଡ଼ ହେଇଯାଇଛି ମନଟା ବି ଆଜି ଭଲ ଲାଗୁନି ଆଉ କ'ଣ ଜାଣି ହେଇଛି ସେଟା ଭଲ ଲାଗୁନି ଆଉ ତାପରେ ମୁଁ କାଠ ନେଇକି ପଳେଇ ଆଇଛି ଆଉ ବର୍ଷା ବି ଜୋରେ ଉଠେଇକି ଆଇଲାଣି ପଳେଇ ଯିବା ଜଲ୍ଦି ଆଉ ଭଲ ଆଜି ଟିକେ ଦେହଟା ଭଲ ପାଗ ଲାଗୁନି ବର୍ଷା ଜୋରେ ଉଠେଇକି ଆଇଲାଣି ମୁଁ ଛିଡ଼ା ହେଇଛି ରାସ୍ତା ଉପରେ ଆସିକି ଗାଡ଼ି ଫାଡ଼ି ଗୁଡ଼ା ଆଉଛି ଖାଲି ପଳେଇବା ବର୍ଷା ଆଜି ପକେଇବା ଆଉ କାଠ ଗୁଡ଼ା ସବୁ ଓଦା ହେଇଯିବ ଯାହା ଭାବୁଥିଲି ସେଇଆ ହେଲା ଆଉ ମାନେ କହିଲି ବର୍ଷା ହବ କିଛି ବାଟ ଆଇଛି ତାର ବର୍ଷା କାଚିଲାନି ଜରି ରଖିଥିଲି ଲୁନାରେ ଜରି କାଢ଼ିକି କାଠ ଘୋଡ଼େଇ ଦେଲି ମୁଁ ଗୋଟେ ଛିଡ଼ା ହେଇଛି ଗୋଟେ ଘର ପାଖରେ ଘର ଥିଲା ରାସ୍ତା ପାଖରେ ତା ପାଖରେ ଛିଡ଼ା ହେଇଛି ତଥାପି ଅଳ୍ପ ଜାଗା ଅଛି ବର୍ଷା ଛାଡ଼ି ଘୋଡ଼େଇ ଦେଇକି ପଳେଇ ବର୍ଷା ଜୋର ପକେଇଲା ଆଉ ଯାଇ ହେଲାନି ଭାଇ ଗାଡ଼ି କିଏ ଛିଡ଼ା ହେଇଛି ମେଡ଼ିକାଲ ଏଇ ପାଖରେ ଅଛି ତ ମେଡ଼ିକାଲ ଆଇଛନ୍ତି ଗୋଟେ ଗାଡ଼ିଟା ଥୁଆ ହେଇଛି ଆଉ ବର୍ଷା ଆମର କାଟିଲା ବୋଲି ଜୋରଟା ଘୋଡ଼େଇ ଦେଇକି ପଳେଇ ଯାଇଛି କାଠ ଗୁଡ଼ାକ ଯାହା ସାଇଡ଼୍ ଉଠା ହେବ ଏବଂ ଭିତରେ କିଛି ଉଠା ହେବନି ବର୍ଷା ଜୋରରେ ପକେଇଲା ମାନେ ଆଉ ଏଇଠୁ ଘର ଆଉ କେତେ 200-300 ମିଟର ଘର ଯାଇଲାନି ଆଉ ବେକାର ହେଇଗଲା କାଟି ଦେଇଗଲା ତ ଆଉ କାଠଟା 200-300 ମିଟର ଯାଇ ଘର ପହଞ୍ଚିଲା ବେଳକୁ ମୋର କାଠ ଉଠା ହେଇଯାଇଛି ଜରି ଥିଲା ଜରି କାଢ଼ିକି ଘୋଡ଼େଇ ଦେଲି ଆଉ ଏରା ଚାଉମିନ ନେଇକି ଯାଉଛି ତ ଜରି ରଖିଛି ଚାଉମିନ ଘୋଡ଼େଇବା ପାଇଁ ସେଟା ଆଣିକି ଘୋଡ଼େଇ ଦେଲି ଆଉ ଚାଲନ୍ତୁ ବର୍ଷା ଛାଇଲେ ଯିବା ଆଉ କାଠ ଧରିକି ଆଉ କାଠ ଆଗଟା ପୁରା ଘୋଡ଼େଇ ଦେଇଛି ପଛଟା ଟିକେ ମାନେ ଫାଙ୍କା ଅଛି ପଛଟା ଟିକେ ଫାଙ୍କା ଅଛି ହଉ ଥାଉ ଯେତିକି ଉଦା ହେବ ଦେଖିବା ଆଉ ଏଇ ପାଖରେ ଘର ଅଛି ତ ପଳେଇବା ସାଙ୍ଗେ ସାଙ୍ଗେ ଛାଡ଼ିବ ନା ସାଙ୍ଗେ ସାଙ୍ଗେ ପଳେଇବା ଆଉ ଚାଲ ଏବେ ପଳେଇ ଯିବା ଆଉ ଜରି ଫରି ଗୋଟେ ଗାଡ଼ି ଦେଇକି ଫଟ ପଳେଇ ଯିବା ଚାଲନ୍ତୁ ଦିନବେଳେ ତୁ ଡରି ଯାଉଛୁ ଆଉ ରାତିରେ ତୁ ତ ଛେରି ମୁତି ପକେଇକି ବୋଧେ ଡରି ଯାଉଛି ମୁଁ ମୋର ଆଇଲି ଧୀରେ ସେ ଆସିକି ଏଇଠି ଅଖା ରଖି ଦେଇକି ଆଇଲି ଆସି ତାର ଖାଉଛି ମୁଁ ଆସି ଛିଡ଼ା ହେଇଛି ମୋତେ ଦେଖିଦେଇ ଡରି ଯାଉଛି କ'ଣ କରିବି କହିଲ ଛୋଟ ଆମ ମିକୁ ଟ୍ରେରେ ଇଏ ଖାଉଛି ଭାତ ମଣିଷଟା ବଡ଼ଟେ କିନ୍ତୁ ପେଟଟା ଛୋଟଟେ ସେ ଖାଇଲାନି ଆରେ ବସିଛି ତାର ଭୋକ ଲାଗୁଛି କାଉ କାଉ କରିକି ଖାଇଯାଉଛି କିଛି କହୁନାହିଁ
ଆଇଟମ୍ କ'ଣ କରୁଛୁ ଏଇଟା? କି ଆଇଟମ୍ ଏଇଟା? ତ ଚକୁଡ଼ିକି ତ ତାକୁ ରାସ୍ତାରେ କାଦୁଅ ପାଣି ଯେଉଁ ଦେଖାଯାଏନି ସେମିତି ଦେଖାହେଉଛି। ପୋଟଳ ତରକାରୀ କାଲି ଟିକେ ରାତିରେ ପରିବା ନେଇ ଆସିଥିଲି ତ ସେ ପୋଟଳ ତରକାରୀ ରାନ୍ଧିକି ଆଜି ଆଉ ମୁଁ ଆସି ଜଷ୍ଟ ପହଞ୍ଚି କାଠ ଧରିକି ବର୍ଷା ପୁଣି ପକେଇଲା ଜୋରରେ ପକେଇଲାଣି ବର୍ଷା। ମୁଁ ପୁରା ଉଦା ହେଇଯାଇଛି ପୁରା ମୁଣ୍ଡ ମୋର ଉଦା ହେଇଯାଇଛି। ଶିବାନ ତାର ଖାଇଲାନି ମୋର ଖାଇଥିଲି ମୋତେ ଭୋକ ଲାଗୁନି ପରେ ଭୋକ ଲାଗିଯାଇଛି ଖାଇବା ଆଉ ସେ ତାର ଖାଉଛି। ମୁଁ ଏବେ ଖାଇନି ପରେ ଖାଇବି ଭୋକ ଲାଗୁନି ଆଉ। ଆଉ ଟିକେ କାମ ଅଛି ସେ ବସ୍ତା କରିସାରିଲାଣି ବସ୍ତା ବାନ୍ଧୁଛି ଯାଏ ଆଉ ଟିକେ ବାନ୍ଧିକି ଟେକି ଦେଇକି ପଳେଇ ଆସିବ।